ଗାଁର ପବନ ଆଉ ଗାଁର ମଜାମସ୍ତି ପୁରା ନିଆରା। ବଗିଚା ପାଉଁଶ ଆଜି ପର୍ଯ୍ୟନ୍ତ ପଡିଛି, ସଫା ହେଇନି, ତାକୁ ଆମେ ସଫା କରୁଛୁ। ଆଉ ଏଇ ଜାଗାଟା ଆମର ଟେଣ୍ଟ ଫେଣ୍ଟ ହବ, ସେପଟେ ଲୋକ ଖାଇବେ। ମାନେ ଆଠୁଟା ଅଣ୍ଡା ଦବୁ ତୁ 100 ଥର ଭାବି ସାରିବୁ। ତୁ କା ପୁଅ? ଟୁନା ପୁଅ ରୁଦ୍ର। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ଭଲରେ ଥିବେ। ମୁଁ ପୁରା ବଢିଆ ଅଛି। ତ ଏଇ ବର୍ଷ ଆସିକି ସେଇ ସମୟ ପହଞ୍ଚି ଯାଇଛି, ଯୋଉ ସମୟ କି ଆର ବର୍ଷ ଆମର ଥିଲା ଆମ ସାହିର ଅଷ୍ଟପହରୀ। ଆଉ ଆମ ସାହିର ଅଷ୍ଟପହରୀ ଟା ମାନେ କାହିଁ କୋଉ ସମୟ ବେଳୁ ଅଷ୍ଟପହରୀ ଆମର ହେଇ ଆସୁଛି। ଆଉ ଆମ ସାହି ଲୋକ ମିଶିକିରି ଆମ ଅନୁଷ୍ଠାନ ଟାକୁ ବଞ୍ଚେଇ ରଖିଛନ୍ତି। ଆଉ ବହୁତ ବଡ ଅନୁଷ୍ଠାନ ଟା। ଚାଲ ଆମ ଭାଇ ମାନଙ୍କୁ ଟିକେ ପଚାରିଦବା। ସିଏ ତ ବହୁତ ପରିଶ୍ରମ କଲେନି, ମୁଁ ପର୍ଯ୍ୟନ୍ତ କରିନି। ନାଇଁ, ଆଗ ଯାଇକି ମଙ୍ଗୁ ଭାଇକି ପଚାର। ଭାଇ ଆଗ ମଙ୍ଗୁ ଭାଇକି ପଚାରିକି ଆସ, ତାପରେ ମୋ ସାଙ୍ଗେ କଥା। ମଙ୍ଗୁ ସେ ତ ମୋବାଇଲ ଜାଗା ହବନି। ମଙ୍ଗୁ କଣ କେମିତି ତମକୁ ଫୋନ ଡକା ମୁଁ ଖାଇକି ଯାଉଛି। କଣ ପାଇଁ? ଏଇ ପିଲାକୁ ଆମେ ପାଖାପାଖି 1.5 ଘଣ୍ଟା କହିକି 15 ମିନିଟ୍ ଲଗେଇଦେଲା। ହେଇଯାଉଛି ବୋଲିକି ତାର ପାଖାପାଖି ଗଲାନି। ଦେଖନ୍ତୁ, ଆମର ମଙ୍ଗୁଆ କଣ କହୁଛି ଚାଞ୍ଚୁନି ବୋଲି, ତାକୁ ଜବରଦସ୍ତ କରିବା ଚାଞ୍ଚେ। ସିଏ କହୁଛି ନାଇଁ, ତମେ ଯୋଉ ପଟେ ଚାଞ୍ଚି ସାରିଲେଣି ସେଇପଟେ ମୁଁ ଚାଞ୍ଚିବି। ଇଏ ଆମର ରାକୁନୁ କିଛି ଚାଞ୍ଚିକି ଠିଆ ହେଇଛି। ଇଏ ହଉଛି ଆମ ପିଙ୍କୁଆ, ଆମ ଲିପୁନୁ। ହେଇ ତୋ ନା କଣ? ତୁ କା ପୁଅ? ଟୁନା ପୁଅ ରୁଦ୍ର। ଇଏ ହଉଛି ଆମର ପିଙ୍କୁ। ମାନେ ଆମର ଅଗିଜଳା ସମୟରେ ଏଇଗୁଡା ସବୁ ପଡିଥିଲା। ଅଗିଜଳା ପାଉଁଶ ଆଜି ପର୍ଯ୍ୟନ୍ତ ପଡିଛି, ସଫା ହେଇନି, ତାକୁ ଆମେ ସଫା କରୁଛୁ। ଆଉ ଏଇ ଜାଗାଟା ଆମର ଟେଣ୍ଟ ଫେଣ୍ଟ ହବ, ସେପଟେ ଲୋକ ଖାଇବେ। ଆଉ କେତେ, ଆଉ ଅଳ୍ପ ଦିନ ରହିଲା ବୋଧେ। ନା ଦାୟିତ୍ୱ ଦିଆହେଇଗଲା, ଖାଲି ସେଇଟା କେମିତି କଣ ସଫାସଫି ହବ ସଫା କରିଦବା। ଆଉ ଏଇ ଗୋଟେ କଥା ନା, ମୁଁ ଏତେ ଶୀଘ୍ର ଆରମ୍ଭ ହେଲେ ନା, ପରଦିନ। ତାମାନେ ଆଜି କେତେ ତାରିଖ? 22, 23, 24 ତାରିଖରେ ଆମର ଅଷ୍ଟପହରୀ ଆରମ୍ଭ ହବ। 24 ତାରିଖ ଦେଖନ୍ତୁ, କିଛି ସଫାସଫି ହେଇନି, ଏସବୁ ଚାଲିଛି। ଯାହା ସଫାସଫି ହଉଛି। ଆଉ ଆପଣ ମାନଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ ଯେ ଆପଣ ମାନେ ସମସ୍ତେ ଆସି ପହଞ୍ଚିବେ। ଆଉ ଗୋଟେ ବଢିଆ କଥା କହିବି, କି ଆର ବର୍ଷ ଆମ ଏଇ ଯୋଉନ ଅଷ୍ଟପହରୀ ଆରମ୍ଭ ହେଲା, ଅଧିବାସ ଦିନ ମୁଁ ଗୋଟେ ଭିଡିଓ ପକେଇଥିଲି। ସେଇଟା ବହୁତ ଖୁସି ଲାଗିଥିଲା ଆମ ସମସ୍ତଙ୍କୁ। 8,000 ଭ୍ୟୁଜ ଯାଇଥିଲା ୟୁଟ୍ୟୁବ ରେ। ଆଉ ଜଣେ ଆସିକି ଏଠି ଆମର ଭିଡିଓ କରୁଛନ୍ତି ଭାଇ। ପାଚିଥିଲା ଆମ ସାଙ୍ଗରେ, କେତେ ଖୁସି ଲାଗିଥାନ୍ତା। ସେ ଜାଣିଛୁନାହାନ୍ତି ଏହା କଣ କରିବା ଯାଉ, ଏଇ ଦଳ କରିବା ତାଙ୍କୁ ଏଠି ଫିଙ୍ଗି ଦିଆଯାଉ, ବିସର୍ଜନ କରିବା ଯାଉ। ସେଇ ଉପଲକ୍ଷେ ଆର ବର୍ଷ ଆଜି ଆମର 8,000 ଭ୍ୟୁଜ ଯାଇଥିଲା ୟୁଟ୍ୟୁବ ରେ। ନାଇଁ, ପିଲା ଖଟୁଛନ୍ତି, କାମ କରୁଛନ୍ତି। ରାତିରେ ଆଜି ଅଣ୍ଡା ଭୋଜିଟା ବି ହବ। ଅଣ୍ଡା ଭୋଜିଟା ହବ, ଯାହାକି ସ୍ପନ୍ସର ମଙ୍ଗୁ ଭାଇ ରହିବ। ମଙ୍ଗୁ ଭାଇ, ତୋ ମୁହଁରେ ହଁ ମାରିଦେ, କାଳେ ଭିଡିଓ କର। ଯେ ତୁ ରାତିରେ ଆଜି ଅଣ୍ଡାର ସ୍ପନ୍ସର ରହିବୁ। ଅଣ୍ଡାଟା ମାନେ 8ଟା ଅଣ୍ଡା ଦବୁ ତୁ 100 ଥର ଭାବି ସାରିବୁ। ନୁହଁ ଦେବି ଆଉ କଣ ଦେବି ଆଉ ନୁହଁ ଦେବୁ ଆମେ ଦେବି ଆସିନୁ ସରିଗଲା ତ, ଦେବି କହିଦେଲା। ସିଏ ଦବନି, ମୁଁ ଜାଣିଛି। ଆଉ ଗୋଟେ ବଢିଆ କଥା କି ସେ ଯୋଉ କଥାଟା ମୋର ହେଇଥିଲା ସେଇଦିନ ପ୍ରଥମ ଦିନ ଅଧାରୁ ଅଟକି ଯାଇଛି। ସେଇ ଖୁସିରେ ଆଜି ରାତିରେ ଅଣ୍ଡା ଝୋଳଟା ଆପଣଙ୍କ ତରଫରୁ ହବ। ତମେ ତ ଏଇ କଥା କହିଲ, କିନ୍ତୁ ମୋ ପାଖରେ ଭାଇ ଦାନଦର ଖାଇବାକୁ ପଇସା ନାହିଁ। 100 ଟଙ୍କା ଖର୍ଚ୍ଚ ହବ। 100 ଟଙ୍କା କଣ କମ ହେଲାନି କହିଲେ? ବୁଝିଲେ, ଗାଁର ପବନ ଆଉ ଗାଁର ମଜାମସ୍ତି ପୁରା ନିଆରା। ବୁଝିଲେ ତ? ଯାହା ହଉ, ଆମର ଏତେ ବଡ ଅନୁଷ୍ଠାନ ଟା ଆମ ମାନେ କିଏ ବାପା ଦାଦା ମାନେ, ବଡ ବାପା ମାନେ ବଞ୍ଚେଇ ରଖିଥିଲେ। ସେମାନେ କରୁଛନ୍ତି ସବୁ ସେଇମାନେ, ଆମେ କିଛି ନୁହଁ। ଆମେ ଟିକେ କହିଦଉଛୁ ଆଉ।